କାର୍ଯ୍ୟଫର୍ଦ୍ଦ 39 ଆକଳନ 13। ପ୍ରଶ୍ନ 1 ସେତେବେଳେ ଆମର ଶାସନକର୍ତ୍ତା କେଉଁ ଦେଶରେ ଥିଲେ? ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। କ ଇଂଲଣ୍ଡ, ଖ ଆମେରିକା, ଗ ଚୀନ, ଘ ରୁଷ। ଇଂଲଣ୍ଡ। ପ୍ରଶ୍ନ 2 ତଳ ବାକ୍ୟଟିକୁ ପୂରଣ କରିବା ପାଇଁ କେତୋଟି ଖଣ୍ଡ ବାକ୍ୟ ଦିଆଯାଇଛି? ଯେଉଁଟି ଠିକ୍ ତାକୁ ଆଣି ଶୂନ୍ୟସ୍ଥାନ ପୂରଣ କର। ସେ ଆନ୍ତରିକ ଭାବରେ ଡ୍ୟାସ୍ ଇଂରେଜମାନଙ୍କୁ ଭଲ ପାଉଥିଲେ, ଉତ୍କଳକୁ ଭଲ ପାଉଥିଲେ, ଇଂଲଣ୍ଡକୁ ଭଲ ପାଉଥିଲେ। ସେ ଆନ୍ତରିକ ଭାବରେ ଉତ୍କଳକୁ ଭଲ ପାଉଥିଲେ। ପ୍ରଶ୍ନ 3 କେଉଁଟି ଏମାନଙ୍କ ମଧ୍ୟରୁ ସମ୍ବାଦପତ୍ର ନୁହେଁ ପାଖରେ ଭୁଲ ଚିହ୍ନ ଦିଅ। ଉତ୍କଳ ଦୀପିକା, ସମ୍ବାଦବାହିକା, କଟକ ଏକାଡେମୀ, ଉତ୍କଳପୁତ୍ର। କଟକ ଏକାଡେମୀ। ପ୍ରଶ୍ନ 4 ଏ ସ୍ୱଳ୍ପକାଳ ହେଉଛି ତାଙ୍କର ସଂଗ୍ରାମ ଡ୍ୟାସ୍ ସାଧନାର ଜୀବନ। ବନ୍ଦନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କର। ଏ ସ୍ୱଳ୍ପକାଳ ହେଉଛି ତାଙ୍କର ସଂଗ୍ରାମ ଓ ସାଧନାର ଜୀବନ। ପ୍ରଶ୍ନ 5 କାହା ପୂର୍ବରୁ କ'ଣ ଲାଗିବ ପାଖ ବନ୍ଦନୀରୁ ବାଛି ଲେଖ। ଡ୍ୟାସ୍ ହରିହର, ଆଚାର୍ଯ୍ୟ ହରିହର, ଡ୍ୟାସ୍ ପ୍ୟାରୀମୋହନ, ଉତ୍କଳପୁତ୍ର ପ୍ୟାରୀମୋହନ, ଡ୍ୟାସ୍ ଗୌରୀଶଙ୍କର, କର୍ମବୀର ଗୌରୀଶଙ୍କର। ପ୍ରଶ୍ନ 6 ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ଇତିହାସ ପୁସ୍ତକ ନାମ କ'ଣ? କେଉଁଟି ଠିକ୍? ଓଡ଼ିଶାର ଇତିହାସ। ପ୍ରଶ୍ନ 7 ଶିକ୍ଷାନୁଷ୍ଠାନ ସହିତ ତଳେ ଥିବା କେଉଁ ଅର୍ଥ ଠିକ୍ ମନେ ହେଉଛି? ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। ଯେଉଁଠି ଚିକିତ୍ସା କରାଯାଏ, ଯେଉଁଠି ଶିକ୍ଷା ଦିଆଯାଏ, ଯେଉଁଠି ସମ୍ବାଦପତ୍ର ଛପାଯାଏ। ଯେଉଁଠି ଶିକ୍ଷା ଦିଆଯାଏ। ପ୍ରଶ୍ନ 8 ସାଧୁ ଶବ୍ଦର ବିପରୀତ ଅର୍ଥ ପ୍ରକାଶ କରୁଥିବା ଶବ୍ଦଟି ତଳ କୋଠରୀରେ ଲେଖ। ଅସାଧୁ। ପ୍ରଶ୍ନ 9 ତଳ ଲିଖିତ ଯେଉଁଟି ଠିକ୍ ବନାନ ତା ପାଖରେ ଗୋଲ ବୁଲାଅ। ସହେଜାଗୀ, ସହଯୋଗୀ। ସହଯୋଗୀ। ପ୍ରଶ୍ନ 10 ତଳ ବାକ୍ୟରେ ଉପଯୁକ୍ତ ବିରାମ ଚିହ୍ନ ଦିଅ। ଏହା କ'ଣ ସାଧାରଣ ମଣିଷ ପକ୍ଷରେ ସମ୍ଭବ ହୋଇପାରେ?